ओंकार प्राणीर ज्ञान दृष्टि विवेक अनुभव को भित्ति करी केउठी साकार तो पुणी कौठी निराकार मो ओंकार। परम शिवभक्त राजा मान्धातांको शिवभक्ति रे लीन हेबार देखि देवर्षि नारद अत्यंत प्रभावित आउ प्रसन्न हुअन्ति। जेतेबेले से हिमालय महल रे पहुंचन्ति सेठारे इंद्र शची तथा अन्यान्य देवगण पुत्र जन्म पाई अभिनंदन जणाइबाकू आसीथान्ति। अन्यान्य पर्वत मानक सहित सेठारे विंध्याचल एवं सुमेरु पर्वत मध्य उपस्थित थान्ति। अहंकार वशतः सुमेरु पर्वत विंध्याचल पर्वत ठारू निजको श्रेष्ठ तथा उच्च बोली दाबी करने लगती। देवर्षि नारद विंध्य पर्वत को शिव भक्ति द्वारा सुमेरु ठारू अधिक उच्च हेबा पाई मार्ग कहि दियंती। विंध्य पर्वत भी निज लक्ष्य पूरण पाई साधनारे मग्न हो जाती। किंतु नारद देखते जे राजा मान्धातांक भली शिव भक्ति विंध्य पर्वत ठारे नाही। देवर्षि नारद कैलास जाई दुई शिव भक्तों को दर्शन देवाको शिवं को प्रार्थना करते। राजा मान्धाता एवं विंध्याचल पर्वत आपणक नाम निरंतर जप करुछंती। तांको जपर गुंजरण एठाक भी शुभुछि। आश्चर्य आपण निज भक्त को एजाए दर्शन दे सेमानक कामना पूर्ण कले निजे। समय अनुसार सब कार्य पूर्ण होता है नारद। समय पूर्वर किछि भी संभव नुहे। नारायण नारायण। ओम नमः शिवाय। ओम नमः शिवाय। ओम नमः शिवाय। वश्च मान्धाता प्रभु प्रभु उठ वश्च। हे प्रभु हे देवाधिदेव आपणक दर्शन लाभ करी कृत्य कृत्य भगवान कृत्य कृत्य। मु तुमर कठोर तपस्या प्रसन्न होइछि राजन। एबे तपस्यार अभिप्राय कुह। केवल आपणक दर्शन केवल आपणक दर्शन प्रभु। माग कौन वरदान मागुच? मु कौनसी वरदान प्राप्ति निमंते आपणक शरणापन्न हेनी प्रभु। केवल आपणक कृपा केवल आपणक दर्शन निमंते आपणक कृपा आपणक दर्शन परे जदि मु किछि भी मागे तेबे आपणक कृपारु ताहा कम ही जीवना प्रभु। सेथिपाई मु क्षतिर सौदा काहे करिबी प्रभु। क्षतिर सौदा काहे करिबी। तुमर निस्वार्थ भक्ति एवं समर्पण भावना तुमको मोर आहुरी निकटतर करिछि राजन। प्रभु तुमर इच्छा थाउ बा न थाउ मते किंतु तुम भक्तिर प्रतिफल देबाकु ही पड़िबो। प्रभु प्रभु आपणक श्री चरण रे मो स्थान सुरक्षित रहु। बस बस यह ही मोर संतोष हेबो प्रभु। किंतु एथिरे मु संतुष्ट हेबिनी। श्रद्धा एवं अतुट नियमर सीमारे रही तमे करिथिबा एभली अनन्य भक्ति तुमर स्थान उच्च करि दैछि भक्त। ए स्थान एवं ए समग्र वातावरण को
ତୁମ ସାଧନା ଏବଂ ଭକ୍ତି ଶିବମୟ କରିଦେଇଛି। ସେଥିପାଇଁ ଏ ଦ୍ୱୀପ ମାନ୍ଧାତା ଦ୍ୱୀପ ନାମରେ ପ୍ରସିଦ୍ଧ ହେବ। ପ୍ରଭୁ, ଏଠାକାର କୋଣ ଅନୁକୋଣକୁ ତମେ ନିଜର ଭକ୍ତି ଏବଂ ସାଧନାରେ ପବିତ୍ର କରିଦେଇଛ। ଏଇଥିପାଇଁ ନର୍ମଦା ନଦୀର ତଟଦେଶକୁ ବି ଶଙ୍କର ଅର୍ଥାତ୍ ଶିବଲିଙ୍ଗଙ୍କ ପ୍ରସାଦ ପାଇବାର ଗୌରବ ପ୍ରାପ୍ତ ହେବ। ଏ ନର୍ମଦା ନଦୀ ତଟର ସମସ୍ତ ତୀର୍ଥ ଭବିଷ୍ୟତରେ ଶିବ ତୀର୍ଥ ନାମରେ ବିଖ୍ୟାତ ହେବେ। ଭଗବାନ, ମୁଁ ଧନ୍ୟ ହେଇଗଲି ଭଗବାନ, ମୁଁ ଧନ୍ୟ ହେଇଗଲି। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। ଓମ୍ ନମଃ ଶିବାୟ, 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 ଓମ୍ ନମଃ ଶିବାୟ। କୁହ ବିନ୍ଧ୍ୟାଚଳ, କେଉଁ କାମନା ନିମନ୍ତେ ତମେ କଠୋର ତପସ୍ୟାରେ ନିମଗ୍ନ? ପ୍ରଭୁ, ଅହୋ ଭାଗ୍ୟ ମୋର, ଆପଣଙ୍କ ଦର୍ଶନ ମିଳିଲା। କୁହ ବଶ୍ୟ, ନିଜର କାମନା କୁହ। ମୁଁ ଉଚ୍ଚ ହେବା ପାଇଁ ଚାହୁଁଛି ଭଗବାନ। ଉଚ୍ଚ ତ ତମେ ରହିଛ, ଆହୁରି ଉଚ୍ଚ ଭଗବାନ। କେତେ ଉଚ୍ଚ? ସୁମେରୁ ପର୍ବତଠୁ ଅଧିକ ଉଚ୍ଚ। ବଶ୍ୟ, କାମନାର କାରଣ ଈର୍ଷା କିମ୍ବା ଘୃଣା ହେଲେ ଏଭଳି କାମନାର ମାର୍ଗ କଦାପି ଊର୍ଦ୍ଧ୍ୱଗାମୀ ନୁହେଁ, ନିମ୍ନଗାମୀ ହେଇଥାଏ। ତମେ ସୁମେରୁଠୁ ଉଚ୍ଚ ହେବାକୁ ଚାହୁଁଛ କାହିଁକି? ତାର ଗର୍ବ ଖଣ୍ଡନ କରିବା ନିମନ୍ତେ, ତାର ଅହଙ୍କାର ଦୂର କରିବା ନିମନ୍ତେ। ଗର୍ବ ଦ୍ୱାରା ଗର୍ବ କେମିତି ଖଣ୍ଡନ ହେବ? ଅହଙ୍କାରୀ ଯଦି ନିଜ ଅହଙ୍କାର ଦୂର କରି ନପାରେ, ତେବେ ଅନ୍ୟ କାହାର ଅହଙ୍କାର ଦୂର କରିବାର କ୍ଷମତା ତାର ଆସିବ କେଉଁଠୁ? ମୁଁ ତୁମ ଭକ୍ତି ଏବଂ ତପସ୍ୟାରେ ପ୍ରସନ୍ନ ଅବଶ୍ୟ ହେଇଛି, କିନ୍ତୁ ତୁମର ଏ ଈର୍ଷା ଭାବନା ମୋତେ ଆଶ୍ଚର୍ଯ୍ୟ କରିଦେଇଛି। କାମନା କଲ୍ୟାଣକାରୀ ହେବା ଉଚିତ ବଶ୍ୟ। ତମେ ଅନ୍ୟ କୌଣସି ବର ମାଗ, ଯେଉଁଥିରେ ତୁମର ମଙ୍ଗଳ ହେବ। ମୁଁ ତ ଏଇ କାମନା ମନରେ ନେଇ ଆପଣଙ୍କ ଆରାଧନା ଆରମ୍ଭ କରିଥିଲି ପ୍ରଭୁ। ମନରେ ଏଭଳି କାମନା କରିବା ପୂର୍ବରୁ ତମେ ବିଚାର କଲନି ଯେ ଏହାର ପରିଣାମ ନା ତୁମ ହିତରେ ହେବ ନା ଲୋକହିତରେ? ଆଉ ଯେଉଁ କାମନା ଲୋକହିତରେ ହେଇନଥାଏ, ତାହା ପାପ ଏବଂ ଦୁଷ୍କର୍ମର ମାର୍ଗ ଦେଇ ପୀଡ଼ା ଏବଂ ଦୁର୍ଭାଗ୍ୟ ନିକଟରେ ଯାଇ ପହଞ୍ଚେ। କାହାର ଅହିତ କରିବା ମୋର ଉଦ୍ଦେଶ୍ୟ ନୁହେଁ ଭଗବାନ। ନିଜକୁ ଅନ୍ୟଠୁ ଶ୍ରେଷ୍ଠ ମଣିବା କିମ୍ବା ମନ ଇଚ୍ଛା ଯାହା କରିବା ଅଥବା ଉଚ୍ଚ ହେବାର କାମନାର ଗର୍ବରେ ହିଁ ଅହିତର ଉତ୍ପତ୍ତି ହେଇଥାଏ ବିନ୍ଧ୍ୟରାଜ। ମୁଁ ଅହିତ ଭାବନାରୁ ନିଜକୁ ଦୂରେଇ ରଖିବି ଭଗବାନ। ଏହା ତୁମ ପାଇଁ ସମ୍ଭବ ନୁହେଁ, କାହା ପାଇଁ ବି ସମ୍ଭବ ନୁହେଁ। ଶିଶୁ, ଦେବତା ହେଉ କି ଦାନବ, ତାକୁ ତା ମାତାଠୁ ଦୂରେଇ ରଖି ହେବନି। ଅହଙ୍କାର ଭାବନା ବି ଏଭଳି ଏକ ମାତା, ଯାହାକୁ ଅହେତୁ ରୂପକ ପୁତ୍ରଠୁ ଦୂରେଇ ରଖିବା କାହା ପାଇଁ ବି ସମ୍ଭବ ନୁହେଁ। ମୁଁ ଅହଙ୍କାରକୁ ତ୍ୟାଗ କରିବି ମହେଶ୍ୱର। କିନ୍ତୁ ତା ପୂର୍ବରୁ ତୁମକୁ ସୁମେରୁଠୁ ଉଚ୍ଚ ହେବାର କାମନାକୁ ତ୍ୟାଗ କରିବାକୁ ପଡ଼ିବ। ତେବେ ଆଉ ବାକି କ'ଣ ରହିବ ପ୍ରଭୁ? ତୁମର ଏ ହଟ୍ଟ ସଦ୍ଭାବନା ଏବଂ ସତ୍ ବିଚାରକୁ ମାର୍ଗ ଦେଖାଉନି ବଶ୍ୟ। ଯଦି ତୁମେ ବରଦାନ ପ୍ରାପ୍ତ ହେଇଯାଅ,
ଆଉ ତମେ ସୁମେରୁଠୁ ଉଚ୍ଚ ହେଇଯାଅ, ତେବେ ଜାଣିଛ ଏହାର ପରିଣାମ କ'ଣ ହେବ? ଆର୍ଯ୍ୟଭଟ୍ଟର ଉତ୍ତର ଦକ୍ଷିଣ ମଧ୍ୟରେ ତମେ ସେତୁ ଭଳି ରହିଥିବା ଯୋଗୁଁ ବର୍ତ୍ତମାନ ଯାତାୟାତ ସମ୍ଭବ ହେଉଛି। କିନ୍ତୁ ତମେ ଉଚ୍ଚ ହେଇଗଲେ ଉତ୍ତର ଦକ୍ଷିଣର ଭୂଗୋଳ ନଷ୍ଟ ହେଇଯିବ, ସନ୍ତୁଳନ ରହିବନି, ପରସ୍ପରର ସମ୍ପର୍କ ରହିବନି, ଉତ୍ତର ଦକ୍ଷିଣ ମଧ୍ୟରେ ବିଭିନ୍ନତା ସୃଷ୍ଟି ହେବ। ଏମିତି ନ ହେଉ, ବରଂ ତମେ ଅନ୍ୟ କୌଣସି ବରଦାନ ମାଗିନି ଅବଶ୍ୟ। ମୁଁ ସେମିତି ହେବାକୁ ଦେବିନି। ଆପଣ ଦୟାକରି ମୋତେ ସୁମେରୁଠୁ ଉଚ୍ଚ ହେବାର ବରଦାନ ଦିଅନ୍ତୁ ଭଗବାନ। ତଥାସ୍ତୁ। କିନ୍ତୁ ବିନ୍ଧ୍ୟରାଜ, ଏକଥା ସ୍ମରଣ ରଖିବ ଯେ ଏ ବରଦାନର ଦୁଷ୍ପରିଣାମର ଦାୟିତ୍ୱ ବି ତୁମର ରହିବ। ପ୍ରଣାମ ପ୍ରଭୁ। ମତେ ମତେ ସବୁଠାରୁ ଉଚ୍ଚ ହେବାର ବରଦାନ ମିଳିଗଲା। ମତେ ସବୁଠାରୁ ଉଚ୍ଚ ହେବାର ବରଦାନ ମିଳିଗଲା। ଭଗବାନ ଶିବଙ୍କ ବରଦାନ ଗୋଟିଏ ପଟରେ ବିନ୍ଧ୍ୟାଚଳ ପର୍ବତକୁ ପ୍ରସନ୍ନତା ପ୍ରଦାନ ତ କରେ, କିନ୍ତୁ ଅନ୍ୟ ପଟରେ ଅନ୍ୟମାନଙ୍କଠୁ ନିଜକୁ ଶ୍ରେଷ୍ଠ ଭାବିବାର ଅହଙ୍କାର ତା ଭିତରେ ମଧ୍ୟ ଜାଗ୍ରତ ହୁଏ, ଯାହାର ବଶୀଭୂତ ହୋଇ ଏହାର ଅନିଷ୍ଟକାରୀ ପ୍ରଭାବକୁ ଭୁଲିଯାଇ ସେ ଭଗବାନ ଶିବଙ୍କ ବରଦାନ ସ୍ୱରୂପ ଧୀରେ ଧୀରେ ଉଚ୍ଚ, ଆହୁରି ଉଚ୍ଚ ହେବାକୁ ଲାଗେ। अरे अंधार 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 कोण अरे अरे अंधार काय गेला? अरे अरे अंधार अंधार केम दिला? ସୁମେରୁ ନିଜକୁ ପର୍ବତଙ୍କର ସମ୍ରାଟ ଭାବୁଛି। ମୋ ଆଡ଼କୁ ଚାହିଁଲେ ତାହେଲେ ତା ଗର୍ବ ଖଣ୍ଡ ଖଣ୍ଡ ହେଇଯିବ। ଯଦି ଅନ୍ଧାର ଦୂର ନ ହୁଏ ଏ ବନର ପଶୁ ପକ୍ଷୀ ଆଦି ପ୍ରାଣୀର କ'ଣ ହବ? ରୋଗ ବ୍ୟାପି ପାରେ, ଅକାଳ ମୃତ୍ୟୁ ବି ହେଇପାରେ। ଏମିତି ହେଲେ ତମ ଜୀବନ ଖିନ୍ନ ଭିନ୍ନ ହେଇଯିବ। ଆସ ଅଗସ୍ତ୍ୟରୁ ସିଂହ ନିକଟକୁ ଯିବା, ସେ ଆମ ରକ୍ଷାର ଉପାୟ କରିବେ। ଆମକୁ ରକ୍ଷା କରନ୍ତୁ ଋଷିବର, ଆମକୁ ରକ୍ଷା କରନ୍ତୁ ଋଷିବର, ଆମକୁ ରକ୍ଷା କରନ୍ତୁ। ଅନ୍ଧକାର ତାଣ୍ଡବ ପୃଥିବୀରେ ବ୍ୟାପି ଯାଇଛି, ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ ଋଷିବର। ଇଏ କେଉଁ ଭଳି ଅନ୍ଧକାର? ମୁନି ଅଗସ୍ତ, ଏଠାକୁ ଆସ, ଶୀଘ୍ର ଏଠାକୁ ଆସ ଅଗସ୍ତ। କିଏ କିଏ ଡାକୁଛି ମତେ? କୋଉଠିକି ଯିବି ମୁଁ? ମୁଁ କୈଳାସପତି ଶଙ୍କର ତୁମକୁ କୈଳାସକୁ ଡାକୁଛି। ଆସ ଅଗସ୍ତ ମୁନି, ଆସ। ହେ ଦେବାଦିଦେବ ଭଗବାନ ଶିବ, ଆପଣଙ୍କ ଆଜ୍ଞାର ପାଳନ ହେବ ଭଗବାନ। ମୁଁ ଖୁବ୍ ଶୀଘ୍ର ଆପଣଙ୍କ ଚରଣରେ ଉପସ୍ଥିତ ହେଉଛି ପ୍ରଭୁ। ଆପଣମାନେ ଧୈର୍ଯ୍ୟ ଧରନ୍ତୁ। ଭଗବାନ ଶଙ୍କର ଏ ଅନ୍ଧକାରକୁ ଅବଶ୍ୟ ଆଲୋକରେ ପରିବର୍ତ୍ତନ କରିବେ। ପ୍ରଣାମ। ହର ହର ମହାଦେବ, ହର ହର ମହାଦେବ, ହର ହର ମହାଦେବ। ମୋ ନିମନ୍ତେ କି ଆଜ୍ଞା ଅଛି ଭଗବାନ? ମୁନି ଅଗସ୍ତ, କୈଳାସକୁ ଆସିବା ବେଳେ ଅନ୍ଧକାରରେ ଆସିବାକୁ ପଡ଼ିଲା। ହଁ ଭଗବାନ, ପ୍ରଥମତଃ ମୋତେ ଏମିତି ଲାଗିଲା ଯେ କୌଣସି ମାୟାବୀ ଦାନବର ଆକୃତି କିମ୍ବା ଛାୟାର ଅନ୍ଧକାର, କିନ୍ତୁ ପରେ ପ୍ରତୀକ ହେଲା ଯେ ବିନ୍ଧ୍ୟାଚଳ ପର୍ବତ ଆକାରରେ ପରିବର୍ତ୍ତନ ଏବଂ ସମ୍ପ୍ରସାରଣ ଘଟିଛି। ହଁ, ତାହା କୌଣସି ଦାନବର ଛାୟାର ଅନ୍ଧକାର ନୁହେଁ, ବିନ୍ଧ୍ୟାଚଳର ଗର୍ବ ଏବଂ ଅହଙ୍କାରର ଅନ୍ଧକାର ସେ। ଭଗବାନ, ମୋର ସ୍ମରଣ ଅଛି, ଥରଟି ଆପଣ କହିଥିଲେ ସେ କୌଣସି ଯୋନିର ପ୍ରାଣୀ ହେଉ ଅଜ୍ଞତା ସହ ଯୋଡ଼ି ହୋଇଗଲେ ଦାନବ ହୋଇଯାଏ। ସେଇ ଦଶା ତ ହେଇଛି ବିନ୍ଧ୍ୟାଚଳର। ଗର୍ବ ଏବଂ ଅଜ୍ଞତା ତାକୁ ଦାନବ କରିଦେଇଛି। ସର୍ବଦା ସମସ୍ତଙ୍କର କଲ୍ୟାଣ କରୁଥିବା ହେ ସଦାଶିବ, ଆପଣଙ୍କ କୃପା ହେଲେ ବିନ୍ଧ୍ୟାଚଳ ବି ସୁଧୁରି ପାରିବ ଭଗବାନ। ଜଗତ କଲ୍ୟାଣର କଥା ଭାବି ତ ତୁମକୁ ଡାକିଛି। ବିନ୍ଧ୍ୟାଚଳକୁ ଉଚିତ ମାର୍ଗକୁ ଆଣିବାର କାର୍ଯ୍ୟ ତୁମକୁ କରିବାକୁ ପଡ଼ିବ। ମୋତେ କ'ଣ କରିବାକୁ ହବ ପ୍ରଭୁ? ବିନ୍ଧ୍ୟାଚଳର ଭକ୍ତିରେ ପ୍ରସନ୍ନ ହେଇ ମୋତେ ତା ହଟ୍ଟ ମାନିବାକୁ ପଡ଼ିଲା। ଆଉ ମୁଁ ତାକୁ ସୁମେରୁ ପର୍ବତଠୁ ଅଧିକ ଉଚ୍ଚ ହେବାର ବରଦାନ ବି ଦେଇଦେଲି। ତାରି ଦୀର୍ଘାକାରରୁ ଏ ଅନ୍ଧକାର ବ୍ୟାପ୍ତ ହେଇଛି।
ଏବେ ଉତ୍ତର ଏବଂ ଦକ୍ଷିଣର ସମ୍ପର୍କ ଏବଂ ସମ୍ବନ୍ଧ ସମାପ୍ତ ହେବା କାରଣରୁ ଅନର୍ଥ ହୋଇପାରେ। ଏ ଅନର୍ଥ ଘଟିବାକୁ ତୁମକୁ ଅଟକାଇବାକୁ ହେବ। ତା କେମିତି ଦେବେଶ୍ୱର? ବିନ୍ଧ୍ୟାଚଳ ଅହଙ୍କାରୀ ହୋଇ ବି ଗୁରୁ ଜ୍ଞାନୀ ଆଉ ଋଷି ମୁନିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଏ। ଆଉ ଏମିତି ପ୍ରତ୍ୟୟ ହେଉଛି ଯେ ଆପଣଙ୍କ ପ୍ରତି ତା ମନରେ ବିଶେଷ ଆଦର ଭାବ ରହିଛି। ଏହା ସତ୍ୟ ଦେବେଶ୍ୱର, ମୋ ପ୍ରତି ସେ ଅଧିକ ବିନୟଶୀଳ। ତମେ ଜଗତ କଲ୍ୟାଣ ନିମନ୍ତେ ତାର ବିନୟଶୀଳତାର ସୁଯୋଗ ନିଅ। ତମେ ଇଚ୍ଛାଶକ୍ତି ବଳରେ ଦକ୍ଷିଣରୁ ଉତ୍ତରକୁ ଆସିଛ, କିନ୍ତୁ ଏବେ ପଦଯାତ୍ରା କରି ବିନ୍ଧ୍ୟାଚଳକୁ ଅତିକ୍ରମ କରି ପୁନଃ ଦକ୍ଷିଣକୁ ଯାଅ। ସେ ଦୀର୍ଘକାୟ ବିନ୍ଧ୍ୟାଚଳକୁ ପାର କରିବାକୁ ହବ? କେବଳ ବିନ୍ଧ୍ୟାଚଳକୁ, ଦୀର୍ଘକାୟ ବିନ୍ଧ୍ୟାଚଳକୁ ନୁହେଁ। ଯେତେବେଳେ ତମେ ସେ ପର୍ବତ ନିକଟକୁ ଯିବ, ସେ ପ୍ରଣାମ କରିବା ପାଇଁ ନତମସ୍ତକ ହେବ। ସେତେବେଳେ ତମେ କହିବ ଯେ ସେ ତୁମ ପ୍ରତ୍ୟାବର୍ତ୍ତନ ଯାଇ ପ୍ରତୀକ୍ଷା କରିବ, ଆଉ ଏମିତି ନତମସ୍ତକ ହିଁ ରହିଥିବ ଯେଉଁଥିରେ ଆପଣଙ୍କୁ ଯାତାୟାତରେ ସୁବିଧା ହେବ। କିନ୍ତୁ ଭଗବାନ, ମୁଁ ପୁନଶ୍ଚ ଉତ୍ତରକୁ ଫେରିଆସିଲେ ସେ ତ ପୁନଃ ଉଚ୍ଚ ହୋଇଯିବ, ଅତଃ ସମସ୍ୟା ତ ତାହା ହିଁ ରହିବ। ତମେ ଦକ୍ଷିଣରୁ ଉତ୍ତରକୁ ଫେରିବ ବା କାହିଁକି? ଅର୍ଥାତ୍ ମୋତେ ସବୁଦିନ ପାଇଁ ଦକ୍ଷିଣରେ ରହିବାକୁ ହବ ପ୍ରଭୁ? ଲୋକହିତ ନିମନ୍ତେ ଆପଣ କରିଥିବା ଏ କାର୍ଯ୍ୟ ସମଗ୍ର ଜଗତରେ ଚର୍ଚ୍ଚାର ବିଷୟ ହିଁ ରହିବ। ଯାହା ଆପଣଙ୍କର ଇଚ୍ଛା ଭଗବାନ। ପ୍ରଣାମ। ହର ହର ମହାଦେବ, ହର ହର ମହାଦେବ, ହର ହର ମହାଦେବ। ବିନ୍ଧ୍ୟାଚଳ, ବିନ୍ଧ୍ୟାଚଳ, ବିନ୍ଧ୍ୟାଚଳ। ମୁଁ ଅଗସ୍ତ ତୁମକୁ କେବେଠୁ ଡାକୁଛି, ତୁମକୁ କଣ ମୋ ଡାକ ଶୁଭୁ ନାହିଁ? ମୁଁ ଋଷି ଅଗସ୍ତ, ତୁମକୁ କଣ ମୋ ଡାକ ଶୁଭୁ ନାହିଁ? ବିନ୍ଧ୍ୟାଚଳ। ହଁ ଗୁରୁ ଅଗସ୍ତ, ମୋର ପ୍ରଣାମ ସ୍ୱୀକାର କରନ୍ତୁ ମୁନିବର। ପ୍ରଣାମ କରିବାର ଏ କେଉଁ ଶିଷ୍ଟାଚାର ବିନ୍ଧ୍ୟାଚଳ? ପ୍ରଣାମ କରିବା ବ୍ୟକ୍ତିର ଦୃଷ୍ଟି ତଳୁ ଉପର ଆଡ଼କୁ, ଆଉ ପ୍ରଣାମ ସ୍ୱୀକାର କରିବା ବ୍ୟକ୍ତିର ଦୃଷ୍ଟି ଉପରୁ ତଳ ଆଡ଼କୁ ହୋଇଥାଏ। ଏଠି ତ ବିପରୀତ ଅବସ୍ଥା। ତୁମ ବିନୟଶୀଳତା ପାଇଁ ମୁଁ ସର୍ବଦା ଗର୍ବ କରିଛି। ତୁମେ ଏତେ ଅହଙ୍କାରୀ କେବେଠୁ ହୋଇଗଲ ବିନ୍ଧ୍ୟାଚଳ? ନା ମୁନିବର, ମୋ ଭାବନାରେ ନୁହେଁ, ମୋ ଆକାରରେ ପରିବର୍ତ୍ତନ ହୋଇଛି। ତୁମ ଆକାର ସମ୍ପ୍ରସାରଣ ହୋଇ ତୁମ ଭାବନାକୁ ଛୋଟ କରିଦେଇଛି। ଏ କଥା ଦେଖି ଆଉ ଶୁଣି ମନ ଦୁଃଖ ହେଉଛି। ନା ଗୁରୁଦେବ ନା, ମୋ ପ୍ରତି ଏଭଳି ଅନ୍ୟାୟ କରନ୍ତୁନି ଗୁରୁଦେବ। ତୁମ ଶାଳୀନତା ଏବଂ ଶିଷ୍ଟାଚାର କୁଆଡ଼େ ଗଲା ବିନ୍ଧ୍ୟାଚଳ? ଟିକେ ରୁହନ୍ତୁ ଋଷିବର। ମୋତେ ନିଜ ଦୀର୍ଘକାରଠୁ ଆପଣଙ୍କ ଆଶୀର୍ବାଦ ଅଧିକ ପ୍ରିୟ। ଆପଣଙ୍କ ଶ୍ରୀଚରଣରେ ନତମସ୍ତକ ହେବା ନିମନ୍ତେ ମୁଁ ବ୍ୟାକୁଳ ହେଉଛି। ଏବେ ମୁଁ ଛୋଟ ହେଉଛି। ମୁନିବରଙ୍କୁ ବିନ୍ଧ୍ୟାଚଳର ପ୍ରଣାମ। ସୁମତି ଏବଂ ସଦ୍ବୁଦ୍ଧି ସର୍ବଦା ତୁମ ସହ ଥାଉ। ମୋର ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ତୁମେ ଏମିତି ଭାବେ ନହିଁ ରହିଥାଅ ବିନ୍ଧ୍ୟାଚଳ। ଏଭଳି କଠୋର ଆଜ୍ଞା କାହିଁକି ମୁନିବର? ନିଜ ଦୁର୍ଗମ ଯାତ୍ରାକୁ ସୁଗମ କରିବା ନିମନ୍ତେ। ତୁମର ଦୀର୍ଘକାୟ ପାର୍ବତ୍ୟ କାୟକୁ ପାର କରିବା ଏବଂ ଆସିବାରେ ମୋତେ ଦୀର୍ଘକାଳ ପର୍ଯ୍ୟନ୍ତ ଯାତ୍ରା କରିବାକୁ ହେବ। କିନ୍ତୁ ତୁମେ ଏମିତି ରହିଲେ ମୁଁ ଠିକ୍ ଭାବେ ଯାତାୟାତ କରିପାରିବି। ମୋ ପାଇଁ ଏତିକି ତ୍ୟାଗ କରିବନି ବିନ୍ଧ୍ୟାଚଳ? ଅବଶ୍ୟ ମୁନିବର, କିନ୍ତୁ କୃପା କରି ଶୀଘ୍ର ଫେରି ଆସିବେ। ନିଶ୍ଚିତ ରୁହ ବିନ୍ଧ୍ୟାଚଳ। ତୁମ କଷ୍ଟର ପୀଡ଼ା ମୋତେ ଚଞ୍ଚଳତା ପ୍ରଦାନ କରିବ। ମୁଁ ଅଗ୍ରସର ହେଉଛି। ଛଳନା ମୋର ସ୍ୱଭାବ ନୁହଁ ବିନ୍ଧ୍ୟାଚଳ, କିନ୍ତୁ ଦେବାଦିଦେବଙ୍କ ଆଦେଶରେ ଲୋକହିତ ନିମନ୍ତେ ମୋତେ ଏଭଳି କରିବାକୁ ପଡ଼ିଲା। Namah Shivaya.